ପାଣ୍ଡିଆଝୋଳିରେ ଧାନ ମଣ୍ଡି ଶୁଭାରମ୍ଭ। ଚଳିତ ବର୍ଷ ଖରିଫ ଋତୁରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ପାଣ୍ଡିଆଝୋଳି ସେବା ସମବାୟ ସମିତି ଲିଫ୍ ପରିସରରେ 2024-2025 ଖରିଫ ଧାନ କ୍ରୟ ଲାଗି ମଣ୍ଡିର ଶୁଭାରମ୍ଭ କରାଯାଇଛି। ସମବାୟ ସମିତି ସଭାପତି ବୃନ୍ଦାବନ ଖଟେଇ ଅଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଥିବା ବେଳେ ନୋଡାଲ ଅଫିସର ଆର୍ଆଇ ସଙ୍ଗୀତା କୁମାରୀ, ସମ୍ପାଦକ ନାରାୟଣ ଭୂୟାନ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଧାନମଣ୍ଡିର ଶୁଭାରମ୍ଭ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ପ୍ରତିନିଧି ବସନ୍ତ କୁମାର ସ୍ପାଇ, ନାୟବ ସରପଞ୍ଚ, ରୋହିଗାଁ ସମିତିର ସଭାପତି ଦିବାକର ଜେନା, କିଶୋର ଚନ୍ଦ୍ର ଜେନା, ସୁବାସ ଚନ୍ଦ୍ର ବେହେରା, ଅଭିମନ୍ୟୁ ଖଟେଇ, ପ୍ରକାଶ ଦାସ, ରମା ପାତ୍ର, ପରଶୁରାମ ବେହେରା, ଚାଷୀ ଭଗବାନ ବିଶ୍ୱାଳ, ଲଳିତ ମୋହନ ବିଶୋଇ, ଟୁକୁନା ଖଟେଇ, ଭିକାରୀ ମାହାଙ୍କୁଡ଼, ବିଜୟ ବେହେରାଙ୍କ ସମେତ ବହୁ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପାଣ୍ଡିଆଝୋଳି ସେବା ସମବାୟ ସମିତିକୁ ଧାନ କ୍ରୟ ଲାଗି ଅନୁମତି ମିଳିଛି। ଚଳିତ ବର୍ଷ ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜୀକୃତ କରିଛନ୍ତି। ଚଳିତ ବର୍ଷ ଧାନ 1 କୁଇଣ୍ଟାଲ ପିଛା 2300 ଟଙ୍କା ସହାୟତା ରାଶି 800 ଟଙ୍କା ଧାର୍ଯ୍ୟ ହୋଇଛି। ଶେଷରେ ସେବା ସମବାୟ ସମିତି ସହ ସମ୍ପାଦକ ଗଣେଶ କୁମାର ଭୂୟାନ ଧନ୍ୟବାଦ ପ୍ରଦାନ କରିଥିଲେ। କୁକୁଡ଼ାଖଣ୍ଡି ରୂପୀ କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ ଲାଇଭ୍ ଓଡ଼ିଶା ନ୍ୟୁଜ୍ ଅପଡେଟ୍।